ଜୟ ଜଗନ୍ନାଥ। କେମିତି ଅଛ ସମସ୍ତେ? ଆଶା କରୁଛି ତୁମେମାନେ ସମସ୍ତେ ତ ଭଲସେ ଥିବ। ତ ପିଲାମାନେ ଦେଖିପାରୁଥିବ ତୁମମାନଙ୍କ ପାଇଁ ନେଇ ଆସିଛି ନବମ ଶ୍ରେଣୀର ଓଡ଼ିଆର ପ୍ରଶ୍ନପତ୍ର ତୁମମାନଙ୍କ ସାମ୍ନାରେ। ପିଲାମାନେ ତୁମେମାନେ ଗୋଟିଏ ରିକ୍ୱେଷ୍ଟ, ଯେଉଁମାନେ ପ୍ରଥମ କରି ଦେଖୁଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ପିଲାମାନେ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଭିଡ଼ିଓକୁ ଲାଇକ୍ କରିନଥିବ ଲାଇକ୍ କରିଦିଅ। ତ ଏବେ ଚାଲ ଡେରି ନ କରି କ'ଣ ସବୁ ପ୍ରଶ୍ନପତ୍ର ରହିଛି ତୁମମାନଙ୍କର ଦେଖିବା। ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କୁ ସେୟାର କରିଦେବ, ଯାହାଦ୍ୱାରା ସେମାନଙ୍କୁ କିଛି ହେଲ୍ପ ମିଳିବ। ତ ଏବେ ଚାଲ ଆମେ କ୍ୱେଶ୍ଚନ୍ କିଛି ଡିସ୍କସନ୍ କରିବା। ଏଇଠି ଦେଖିପାରୁଥିବ ରହିଛି ନେମ୍ ଅଫ୍ ଦି ଷ୍ଟୁଡେଣ୍ଟସ୍। ତ ତୁମ ନାଁ ଏଇଠି ଲେଖିବ। ତାପରେ ରୋଲ୍ ନମ୍ବର ଅଫ୍ ଦି କ୍ୟାଣ୍ଡିଡେଟ୍, ତ ତୁମ ନିଜର ରୋଲ୍ ନମ୍ବର ଏଇଠି ଲେଖିବ। ଲେଖି ସାରିଲା ପରେ ଏଠି ଦେଖିଥିବା ଷ୍ଟାଣ୍ଡାର୍ଡ଼ ଆଇଏକ୍ସ, ତ ନବମ ହେଲ କ୍ୱେଶ୍ଚନ୍ ରହିଛି ସେଟ୍ ବିର। ଆଉ ଏଫ୍ଏଲ୍ଓର ରହିଛି ଏଇଠି ଦେଖିପାରୁଥିବ, ଓଡ଼ିଆରେ ରହିଛି। ତାପରେ ଏଠି ରହିଛି ଫୁଲ୍ ମାର୍କ 50। ଆଉ ତ ଏତିକି ଦେଖିପାରୁଥିବ, ଫୁଲ୍ ମାର୍କ ରହିଲା 50। 1 ଆୱାର ଟାଇମ୍ ହେଉଛି 1 ଆୱାର ହେଲା। ତ ଚାଲ ଏବେ କ୍ୱେଶ୍ଚନ୍ କ'ଣ ଦେଇଛି ଦେଖିବା ହେଲା। ତ ପିଲାମାନେ ଦେଖିପାରୁଥିବ ମୁଁ ଏଇଠି ନେଇ ଆସିଛି। ଏଇଠି ଦେଖିପାରୁଥିବ କ'ଣ ଲେଖା ହେଇଛି। ଲେଖା ହେଇଛି ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆ। ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆ, ଏଫ୍ଏଲ୍ଓ ରହିଛି ପାର୍ଟ 2 ରହିଛି ମାନେ ସବଜେକ୍ଟ। ଫୁଲ୍ ମାର୍କ ରହିଛି 50। ଆଉ ଏତିକି ହେଲା ଦେଇଛି। ତାର କ୍ୱେଶ୍ଚନ୍ ଦେଇଛି 1 ନମ୍ବରଟା ପ୍ରାୟ 120ଟି ଶବ୍ଦର ଉତ୍ତର ଲେଖା। ଏଇଟା ଲଙ୍ଗ କ୍ୱେଶ୍ଚନ୍। ତ ପ୍ରକୃତ ବନ୍ଧୁତାର ସ୍ୱରୂପ, ପଠିତ ପ୍ରବନ୍ଧ ଅବଲମ୍ବନ ଆଲୋଚନା କର ହେଲା। ତ ଏଟା ରହିଛି ହେଲା ପ୍ରକୃତ ବନ୍ଧୁ ଗୋଟେ ରହିଛି ଲଙ୍ଗ କ୍ୱେଶ୍ଚନ୍। ତା ଅର ଦେଇ ଶକ୍ତି ସହିତ ଜ୍ଞାନର ସମନ୍ୱୟ ହେବା ଉଚିତ ବୋଲି କାହିଁକି ପ୍ରାବନ୍ଧିକ କହିଛନ୍ତି। ୟା ଅରେ ରହିଥିଲା ଏଟା ରହିଥିଲା। ତ ଏଟା 1 ନମ୍ବର ହେଉଛି ଲଙ୍ଗ କ୍ୱେଶ୍ଚନ୍ ହେଲା। 5 ମାର୍କିଆ ଏଟା ଗୋଟେ ଲଙ୍ଗ କ୍ୱେଶ୍ଚନ୍। ତାପରେ ଆଉ ଗୋଟେ କ୍ୱେଶ୍ଚନ୍ ଦେଇଛି କ'ଣ, ଚାଲ ଦେଖିବା। ତ ଏଠି ରହିଲା ନେକ୍ସଟ କ୍ୱେଶ୍ଚନ୍ ରହିଲା କ'ଣ, ସେଇ ଲଙ୍ଗ କ୍ୱେଶ୍ଚନ୍ ରହିଲା କିନ୍ତୁ ପଦ୍ୟରେ ରହିଲା ହେଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗୋପବନ୍ଧୁ ଥିଲେ ଜଣେ ମହାନ ନାୟକ। ଏହାର ଯଥାର୍ଥତା ପ୍ରତିପାଦନ କର। ତ ଏଟା ହେଲା ରହିଲା ଗୋଟେ 5 ମାର୍କିଆ। ଖ ନମ୍ବରଟା ତା ଅର ଦେଲା କଲମକୁ ଚିରି ବିପ୍ଳବୀ ଓ ଚିରମୋହନା କହିବାର ତାତ୍ପର୍ଯ୍ୟ ବୁଝାଇ ଲେଖ। ତ ଏଟା ହେଲା ଖ ନମ୍ବର ରହିଲା 5 ମାର୍କିଆ। ଏଟା ବି ଗୋଟେ ଲଙ୍ଗ କ୍ୱେଶ୍ଚନ୍। ତାପରେ ଯେ ସରଳାର୍ଥ, ୟା ପରେ ସରଳାର୍ଥ ଅଛି। ତାପରେ ରହିଲା ଆମର ସରଳାର୍ଥ ରହିଲା ଯେକୌଣସି ଗୋଟିଏ ବିଷୟରେ ପ୍ରସଙ୍ଗ ସରଳାର୍ଥ ଲେଖ। ଏଟା ହେଲା ସରଳାର୍ଥ ରହିଲା ଆମର। ସରଳାର୍ଥ କ୍ୱେଶ୍ଚନଟା କ'ଣ ଦେଲା, କ୍ୱେଶ୍ଚନଟା ଦେଲା ଶୁଣ ହେ ମଣିଷ ଭାଇ, ଅମୃତ ଦୀପ୍ତି ସନ୍ତାନ ତୁମ ମରଣ ତୁମର କାହିଁ। ତ ଏଟା ରହିଲା ୟା ଅର ରହିଲା କ'ଣ, ଏଇ ଦୁର୍ଗ ଏଇ ବନ ଏ ନୀଳ ପ୍ରାନ୍ତର ପଡ଼ିଅଛି ଶ୍ମଶାନ ପରି। ତ ଏଟା ବି ରହିଲା 5 ମାର୍କିଆ ଗୋଟେ ହେଲା। 5 ମାର୍କିଆ ରହିଲା। ତ 5 ମାର୍କିଆ ରହିଲା। ଏଟା ହେଲା ସରଳାର୍ଥ ରହିଲା। ଦେଖିପାରୁଥିବ ସରଳାର୍ଥ ରହିଲା। ତାପରେ ଚାଲା ତା ଖ ନମ୍ବର କ'ଣ ଦେଇଛି। ତାର ଖ ନମ୍ବରଟା ରହିଲା, ଖ ନମ୍ବରଟା କ'ଣ ରହିଲା ନା, ଏଇ ଖଡ଼ଗ ମତେ ଅନାସକ୍ତି ଯୋଗରେ ଦୀକ୍ଷିତ କରିଛି। ତ ଏଟା ବି ସରଳାର୍ଥ ରହିଲା 5 ମାର୍କିଆ ଏଟା। ତା ଅର ଦେଲା କ'ଣ, ଜାତିର ମୂଲ୍ୟ ବଢ଼ିଲେ ଜାତୀୟ ଲୋକେ ତହିଁର ସୁଫଳ ଭୋଗ କରିବେ ଏଥିରେ ସନ୍ଦେହ ନାହିଁ। ତ ଏଟା ରହିଲା ଗୋଟେ ସରଳାର୍ଥ। ଏଥିର 5 ମାର୍କିଆ ରହିଲା ଏଟା। ତ ବୁଝିପାରୁଥିବ ପିଲାମାନେ 5 ମାର୍କିଆ ଏଟା ରହିଲା ସରଳାର୍ଥ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ତ ପିଲାମାନେ ଏଇଟା ରହିଲା ହେଲା ଆମର ପତ୍ର। 3 ନମ୍ବର କଟା ରହିଲା ପତ୍ର। ତ ଦେଇଛି କ'ଣ, ମୋବାଇଲ ଫୋନ୍ ବ୍ୟବହାର ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇ ସାନ ଭାଇ ନିକଟକୁ ପତ୍ର ଲେଖ। এটা হচ্ছে 5 মার্কিয়া ବି ରହିଲା। ଏଟା ବି 5 ମାର୍କିଆ ରହିଲା। ଓଡ଼ିଆରେ ଏଟା 5 ମାର୍କ ହେଲା। ତ ତା ଅର ଦେଲା କ'ଣ, ତୁମ ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମ୍ପର୍କରେ ବର୍ଣ୍ଣନା କରି ବନ୍ଧୁଙ୍କ ନିକଟକୁ ପତ୍ର ଲେଖ। ଏତିକି କ୍ୱେଶ୍ଚନ୍ ରହିଲା। ଏଟା ବି 5 ମାର୍କିଆ ଗୋଟେ ରହିଲା କିନ୍ତୁ ତା ଅର ଦେଲା ହେଲା। ପିଲାମାନେ ଏଟା ଦେଖିକି ସବୁ ଯାଇଥିବ। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା, ନେକ୍ସଟ କ୍ୱେଶ୍ଚନ୍ ଦେଲା ବିଦ୍ୟାଳୟ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ଅନୁମତି ପାଇଁ ଦରଖାସ୍ତ ଲେଖ। ଏଟା ଗୋଟେ ଦରଖାସ୍ତ ରହିଲା। ଏଟା ବି 5 ମାର୍କିଆ ଗୋଟେ ରହିଲା। ତ ୟା ଅର ଦେଲା କ'ଣ ନା, ୟା ଅର ଦେଲା କ'ଣ, ବନ୍ୟା ପରେ ତୁମ ଅଞ୍ଚଳରେ ଦେଖାଯାଇଥିବା ପାନୀୟ ଜଳ ସଙ୍କଟର ସମାଧାନ ପାଇଁ ଜନସାଧାରଣ ବିଭାଗ ଏଟା କ'ଣ ତ ଟିକେ ରୁହ, ହଁ ଜନସାଧାରଣ ବିଭାଗର ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ। ଏଟା ବି ଗୋଟେ ରହିଲା 5 ମାର୍କିଆ। ତ ଇଏ ହେଉଛି ଦରଖାସ୍ତ ରହିଲା। ଏ ଦରଖାସ୍ତ ଗୋଟେ ରହିଲା ଗୋଟେ ଅନୁମତି ପାଇଁ ପ୍ରଧାନ ଶିକ୍ଷକର ବିଦ୍ୟାଳୟ ପଡ଼ିଆରେ କ୍ରୀଡ଼ା ପ୍ରତିଯୋଗିତା ପାଇଁ। ଆଉ ଗୋଟେ ରହିଲା କ'ଣ, ପାନୀୟ ଜଳ ପାଇଁ। ତ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ ଦେଇଛି। ଚାଲ ତ ନିମ୍ନ ପ୍ରଦତ୍ତ ଅନୁଚ୍ଛେଦଟି ପଢ଼ି ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ତ ପ୍ରତ୍ୟେକ ଉତ୍ତର 25ଟି ଶବ୍ଦ ମଧ୍ୟରେ ହେବା ଆବଶ୍ୟକ। ତ ଏଟା ରହିଲା କ'ଣ, ଗୋଟେ ଅନୁଚ୍ଛେଦ ରହିଲା। ଆମର ଅନୁଚ୍ଛେଦ ଗୋଟେ ରହିଲା ହେଲା। ଅନୁଚ୍ଛେଦ ଏଟା ହେଲା କ୍ୱେଶ୍ଚନ୍ ଦେଇଥିବ। ତ ୟାର ଭିତରେ ସବୁ ଆନ୍ସର ଥିବ, ତମେ ଖୋଜିକି ଲେଖିବ ହେଲା। କେତେ ଶବ୍ଦ ଭିତରେ ନା 25ଟି ଶବ୍ଦ ମଧ୍ୟରେ ହେଲା। ଠିକ୍ ଅଛି, ଚାଲ ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି। ତାପରେ ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା, ପ୍ରାୟ 200ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ। ତ ଆମର ରଚନା ଦେଇଛି 3ଟା ଦେଇଛି। ଗୋଟେ ତୁମ ଜୀବନର ଲକ୍ଷ୍ୟ, ଉପକ୍ରମ ଆଉ ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ପାରିବାରିକ ପ୍ରଭାବ, ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟ, ତାପରେ ରହିଲା ସାଧନା, ତାପରେ ରହିଲା ଉପସଂହାର, କୁହନ୍ତି ହେଲା ଶେଷ ଇଏ ହେଲା। ତାପରେ ରହିଲା ତା ଅର ରହିଲା କ'ଣ, ଶୀତକାଳୀନ ପଲ୍ଲୀର ଦୃଶ୍ୟ ହେଲା। ଏଟା ବି ରହିଲା। ଇଏ ହେଉଛି 10 ମାର୍କର। ଇଏ ହେଉଛି କେତେ ମାର୍କର ନା 10 ମାର୍କର ହେଲା। 10 ମାର୍କର ୟାର ସବୁ ପଏଣ୍ଟ ଲେଖିବାକୁ ପଡ଼ିବ। ଏଇଠି ସବୁ ଦେଇଛି ଉପକ୍ରମ, ସ୍ୱରୂପ, ତାପରେ ଦେଲା ଶୀତ ପ୍ରଭାତ, ତାର ପ୍ରଦୋଷ, ପର୍ବପର୍ବାଣି, ଧାନ ଅମଳ ଆଉ ଫୁଲ ଫଳ ହେଲା। ତାପରେ ଶେଷ ଉପସଂହାର ଯାକୁ କୁହନ୍ତି। ତାର ପରିଭ୍ରମଣ ଗୋଟେ ତା ଅର ରହିଲା। ତ ଉପକ୍ରମ ପରିଭ୍ରମଣର ଉପାଦେୟତା, ତାର ପରିଭ୍ରମଣ ପାଇଁ ସୁବିଧା ସମୟ, ତାର ଉପସଂହାର ଯାହା କୁହନ୍ତି ଶେଷ ପ୍ରଣାଳୀ ହେଲା। ଉପସଂହାର। ତ ପିଲାମାନେ ଏତିକି ହେଉଛି କ୍ୱେଶ୍ଚନ୍। ତ ଏତିକି ଦେଖିକି ଯାଇଥିବ, ଟିକେ ପ୍ରାକ୍ଟିସ୍ କରିଦେବ ୟାକୁ। ତ ୟା ଦେହରୁ ହିଁ କ୍ୱେଶ୍ଚନ୍ ଆସିବ ହେଲା। ୟା ଦେହରୁ କ୍ୱେଶ୍ଚନ୍ ଆସିବ, ତ ପ୍ରାକ୍ଟିସ୍ କରିଦେଇଥିବ ସବୁ ହେଲା। ଜୟ ଜଗନ୍ନାଥ। ପିଲାମାନଙ୍କୁ ଏଇଠି ରହିଲି ହେଲା।